ରୋଗ ଯନ୍ତ୍ରଣାରେ ଛଟପଟ 19 ବର୍ଷୀୟ ଝିଅ ରଶ୍ମିତା ପ୍ରଧାନ। କୁହାଯାଏ ମା ଆଖିର ଲୁହ ବଢିଲା ନଈର ସୁଅ। ଝିଅକୁ ସୁସ୍ଥ କରିବା ପାଇଁ ବାପା ମା ଚଳାଇଛନ୍ତି ସଂଗ୍ରାମ। ଅଭାବ ଅନାଟନ ମଧ୍ୟରେ ପେଟର ଭୋକ ଅଥୟ କରିଦେଉଛି। ତଥାପି ଦୁଃଖ ଭୁଲି ବାପା ମା କରିଚାଲିଛନ୍ତି ଅକ୍ଳାନ୍ତ ପରିଶ୍ରମ। ବଢି ଚାଲିଛି ମାର ଲୁହ, ହେଲେ କମିବାର ନାଁ ଧରୁନି। ସତରେ ଏ ଲୁହ କେତେ ଅମାନିଆ। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତର ଗୋପାଳପୁର ଗ୍ରାମରେ। ମନରେ ଅନେକ କଷ୍ଟ ରଖି ମୁହଁରେ ହସ ଦେଖାଇ ଦୁଃଖ ଭୁଲିବାକୁ ଚେଷ୍ଟା କରୁଛନ୍ତି ସେହି ଗ୍ରାମର ସନାତନ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାମାକ୍ଷୀ ପ୍ରଧାନ। ସୂଚନା ଅନୁସାରେ 5 ଜଣଙ୍କୁ ନେଇ ସନାତନଙ୍କର ପରିବାର ଅଭାବ ଅନଟନ ଲାଗି ରହିଥିଲେ ସୁଦ୍ଧା ଖୁବ୍ ଭଲରେ ଚାଲିଥିଲା ସନାତନଙ୍କ ପରିବାର। ସେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଦିନେ ଘୋଟି ଆସିଲା ସନାତନଙ୍କ ପରିବାର ଉପରେ। ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ସନାତନଙ୍କ 19 ବର୍ଷୀୟ ଝିଅ ରଶ୍ମିତା ପ୍ରଧାନ। କିଛି ଭାବିବା ଆଗରୁ ରଶ୍ମିତାଙ୍କ ଗୋଡ଼ ମିଳିବାରୁ ଲାଗିଲା, ଫଳରେ ରଶ୍ମିତାଙ୍କ ବାମ ଗୋଡ଼ଟି କାଟିବାକୁ ପଡ଼ିଲା। ଗୋଟେ ଗୋଡ଼ ଚାଲିଗଲା ପରେ ଗୋଟେ ହାତ ଓ ଅନ୍ୟ ଗୋଡ଼ ମଧ୍ୟ ଅଚଳ ହେବାରେ ଲାଗିଲା। ଜନ୍ମରୁ ଏମିତି ଅଙ୍ଗହୀନ ନଥିଲେ ରଶ୍ମିତା। ଭଗବାନ ବୋଧେ ଦାଉ ସାଜିଲେ ରଶ୍ମିତାଙ୍କ ଉପରେ। ଦିବ୍ୟାଙ୍ଗ ହୋଇଗଲା ରଶ୍ମିତା। ତା ଆଖିରେ ମଧ୍ୟ ଥିଲା ଅସରନ୍ତି ସ୍ୱପ୍ନ। କିନ୍ତୁ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଯିବ ବୋଲି କିଏ ଜାଣିଥିଲା। ସରକାରୀ ଯୋଜନା କହିଲେ ରାସନ କାର୍ଡ ସାହାଯ୍ୟରେ ପାଉଥିବା ମାସିକ 5 କିଲୋ ଚାଉଳ ସାଙ୍ଗକୁ 1000 ଟଙ୍କା ଭତ୍ତା। ରଶ୍ମିତାକୁ ମେଡିକାଲ ନେବାରେ ଅସମର୍ଥ ହୋଇପଡ଼ିଛନ୍ତି ବାପା ସନାତନ ଓ ମା କାମାକ୍ଷୀ। ରଶ୍ମିତାକୁ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ରଶ୍ମିତାଙ୍କ ପରିବାର। ନୟାଗଡ଼ ଜିଲ୍ଲାରୁ ବ୍ୟୁରୋ ଚିଫ୍ ରଞ୍ଜନ ଦାସଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।